ଯାହା ହେବାର ଥିଲା ହେଇଗଲା। ଅତୀତକୁ ବଦଳାଇ ଦେବା ଆମ ହାତରେ ନାହିଁ। ଆଗକୁ ଯାହା ହେବ ଦେଖାଯିବ। ଭବିଷ୍ୟତ ପାଇଁ ଚିନ୍ତା ମଧ୍ୟ କରିବାର ନାହିଁ। ବାସ୍ ନିଜର ବର୍ତ୍ତମାନକୁ ସୁନ୍ଦର ଭାବେ ଉପଭୋଗ କରନ୍ତୁ। ବାସ୍ତବରେ ଏହି ଅମୂଲ୍ୟ ବାଣୀଟିକୁ ଯିଏ ଅକ୍ଷରେ ଅକ୍ଷରେ ପାଳନ କରିବ, ତା ଜୀବନ ନିଶ୍ଚୟ ଖୁସିରେ ଭରିଯିବ। ସତରେ ଅତୀତରେ ଯାହା ଘଟିଗଲା ତାକୁ ବଦଳାଇବାର କ୍ଷମତା ଆମର ନାହିଁ। ହୁଏତ ତାହା ଆମର କୃତକର୍ମର ଫଳ ହେଇପାରେ, ହେଲେ ସେଇ କଥାକୁ ବାରମ୍ବାର ଭାବି ବା ପଶ୍ଚାତାପ କରି ଲାଭ କ'ଣ? ଅତୀତର ଘଟଣାବଳୀକୁ ନେଇ ଦୁଃଖିତ ହେବା ବା ପଶ୍ଚାତାପ କରିବାର ଅର୍ଥ ନିଜର ବର୍ତ୍ତମାନକୁ ନଷ୍ଟ କରିବା ଛଡ଼ା ଅନ୍ୟ କିଛି ବି ନୁହେଁ। ଅତୀତକୁ ମନେ ପକେଇଲେ କେବଳ ଦୁଃଖ ହିଁ ମିଳେ, ଚିନ୍ତା ବଢ଼େ। ଫଳରେ ଆମେ ନିଜର ଜାଣତରେ ହେଉ ବା ଅଜାଣତରେ ହେଉ ଅନେକ ରୋଗକୁ ମଧ୍ୟ ଆମନ୍ତ୍ରଣ କରିଥାଉ। ତେଣୁ ଯେତେ ଶୀଘ୍ର ସମ୍ଭବ ଅତୀତକୁ ଭୁଲି ଯାଆନ୍ତୁ। ନିଜର ଭବିଷ୍ୟତ ପାଇଁ ମଧ୍ୟ ଚିନ୍ତା କରନ୍ତୁ ନାହିଁ। କାଳେ ଆଗକୁ କେଉଁ ପ୍ରୋବ୍ଲେମ୍ ଆସିବ କି କେଉଁ ଦୁଃଖ ଆସିବ, ଏହିସବୁ ନକାରାତ୍ମକ ଚିନ୍ତା ଆଦୌ ମନକୁ ଆଣନ୍ତୁ ନାହିଁ। ଗୋଟିଏ ରହସ୍ୟର କଥା କହିବି, ଆମ ମନରେ ଆମେ ଯେମିତି ଭାବିବା ଆମକୁ ଠିକ୍ ସେହି ପ୍ରକାର ସିଚୁଏସନ୍ ଫେସ୍ କରିବାକୁ ପଡ଼ିବ। ଆଉ ଭବିଷ୍ୟତ ପାଇଁ ଚିନ୍ତା କରି ବର୍ତ୍ତମାନକୁ ବର୍ବାଦ ହେବାକୁ ଦିଅନ୍ତୁ ନାହିଁ। ସବୁ କିଛି ଭଗବାନଙ୍କ ଉପରେ ଛାଡ଼ି ଦେଇ ନିଜର ଏ ସୁନ୍ଦର ବର୍ତ୍ତମାନକୁ ଆହୁରି ସୁନ୍ଦର କରିବାରେ ଲାଗି ପଡ଼ନ୍ତୁ। ପ୍ରତ୍ୟେକ ଦିନ ନିଷ୍ଠାର ସହିତ ନିଜର କର୍ତ୍ତବ୍ୟ କରିଚାଲନ୍ତୁ। ଧର୍ମକୁ ଦେଖି ସର୍ବଦା ସତ୍କର୍ମରେ ଲିପ୍ତ ରହନ୍ତୁ। ନିଜ ବର୍ତ୍ତମାନର ପ୍ରତ୍ୟେକ ମୁହୂର୍ତ୍ତରୁ ଛୋଟ ଛୋଟ ଖୁସିକୁ ସାଉଁଟି ନିଅନ୍ତୁ ଏବଂ ନିଜ ଜୀବନକୁ ଆନନ୍ଦ ସହକାରେ ଉପଭୋଗ କରନ୍ତୁ। ଶେଷରେ କହିବି, always try to live in the present and be happy always.